ताजा, रसीले और शानदार प्राइम टमेटो केचप, फ्रेश एंड प्योर। ଏବେ ଶୀତ ସମୟରେ ଶୀତର ଲହରୀ ଦେଖାଯାଇଛି ଏବଂ ଜାଡ଼ ଶୀତରେ ଥରୁଛନ୍ତି ଲୋକେ, ଅସ୍ତବ୍ୟସ୍ତ ଜନଜୀବନ। ଆମେ ବର୍ତ୍ତମାନ ବଲାଙ୍ଗୀର ଜଗର୍ସ ପାର୍କରେ ଅଛୁ। ଆପଣ ଦେଖିପାରୁଥିବେ ଯେଉଁ ଜଗର୍ସ ପାର୍କରେ ଖଚା ଖଚ ଭିଡ଼ ରହିଥାଏ, ସେଠି ଏବେ କାଁ ଭାଁ କିଛି ଲୋକ ଅଛନ୍ତି ଯେଉଁମାନେ ଯୋଗ ପ୍ରାଣାୟାମ ବ୍ୟାୟାମ କରୁଛନ୍ତି, କିନ୍ତୁ ଅଧିକାଂଶ ଲୋକ ଆସୁନାହାନ୍ତି। ସକାଳୁ ବାହାରିବା ପାଇଁ ମଧ୍ୟ ଭୟ କରୁଛନ୍ତି, ଶୀତ ବଢ଼ିଯାଇଛି। ଆଜ୍ଞା, ଶୀତର ଯେଉଁ ବଢ଼ିଯାଇଛି, ଜଗର ପାର୍କରେ ବହୁତ ଭିଡ଼ ହୁଅନ୍ତି, ଆଜି ଭିଡ଼ କମିଛି? ହଁ, ଭିଡ଼ କମିଛି, କିନ୍ତୁ এই ভিড় কমবার বা আজ ইজা তোমার মানে না ভিড় কমিছে, ଥଣ୍ଡା ହେଇଛି ଆରୁ ଶୀତ ବଢ଼ିଛି। ଶୁଣୁଥିଲେ ଯାହା କହୁଛନ୍ତି ଯେ ଶୀତ ବଢ଼ିଯାଇଛି। ଆଜ୍ଞା, କେମିତି କ'ଣ ଶୀତ ଅନୁଭୂତ ହେଉଛି? ତଥାପି ମଧ୍ୟ ଆପଣ ଆସିଛନ୍ତି ଆଜି ବଲାଙ୍ଗୀର। କାଲି ଆଜି ବହୁତ ଟପ୍ ପୋଜିସନରେ ଅଛେ ଶୀତ। ସକାଳୁ କେହି ବାହାରବାର୍ଲେ ନାଇଁ ଚାହିଁବାର୍। ଆମେ ଏଇଟା ଯେତେ ସିନିୟର ସିଟିଜେନ୍ ନିଜର ହେଲ୍ଥର ଲାଗି ବାଧ୍ୟ ହେଇକରି ଆମେ ଆସୁଛୁ ଜଗର୍ସ ପାର୍କରେ। ଆଉ ବହୁତ ଭିଡ଼ ହେଉଥିଲା ଇନ, ଯାହାଦେ ବହୁତ କମିଯାଇଛେ ଶୀତ। ଶୁଣୁଥିଲେ ନିଜର ହେଲ୍ଥ ପାଇଁ ସେମାନେ ଆସିବାକୁ ବାଧ୍ୟ ହେଉଛନ୍ତି। ଆଜ୍ଞା, କେମିତି କ'ଣ ଶୀତ ହେଉଛି? ଶୀତ ତ ପ୍ରବଳ ହେଉଛି। ଦୀର୍ଘ 25-30 ବର୍ଷ ଆଗରୁ ଆମେ ଦେଖିଥିଲୁ ଏଇ ଶୀତଟା। ଆଜି ଯେଉଁ ଶୀତଟା ହେଉଛି ଏଇଟା ଭଲ ମାନବ ପକ୍ଷେ, ଧାନ ଚାଷ ପାଇଁ, କୌଣସି ଚାଷ ପାଇଁ ଇକୋଲୋଜିକାଲ ବାଲାନ୍ସ ହେଲା ଏଇଟା ପୃଥିବୀର, ମାନେ ଇଣ୍ଡିଆର, ଆମର ଏଇ ସାଇଡ୍ର। ଶୁଣୁଥିଲେ ଯେ ଏମିତିଆ ଶୀତ କେବେ ସେମାନେ ଜାଣିନଥିଲେ। ଯେଉଁ ପ୍ରକାର ଶୀତ ହେଉଛି, ଶୀତ ବଢ଼ିଛି, କିନ୍ତୁ ଗରିବମାନଙ୍କ ପାଇଁ ଯଦି ଦେଖିବା, ରାସ୍ତା କଡ଼ରେ ଯେଉଁମାନେ ରହୁଛନ୍ତି, ପଲିଥିନ୍ ଭିତରେ ରହୁଛନ୍ତି, ସେମାନଙ୍କ ପାଇଁ ଦାଉ ସାଧିଛି। ହଁ ସାର୍, ପ୍ରବଳ ଥଣ୍ଡା ହେଉଛି ସାର୍। 25 ବର୍ଷର ରେକର୍ଡ ଏଇଟା ଭାଙ୍ଗିଛି ସାର୍। ଆଉ ଲୋକମାନେ ଯେନ୍ ଆସବାର କଥା ସାର୍, ଆମର ଜଗର୍ସ ପାର୍କେ ବହୁତ କମ୍ ଆସୁଛନ୍ ସାର୍। ଆଉ ଦେଖୁଛନ୍ ସାର୍, ଆମର 10-15 ଲୋକ ଏକା ଆସୁଛନ୍। ଆଉ କମ୍ ସେ କମ୍ 100-150 ଲୋକ ଆସୁଥିଲେ ପାର୍କକେ ଚାଲବାର ପାଇଁ, ୱାକିଂ ପାଇଁ। ବହୁତ ପ୍ରବଳ ଥଣ୍ଡା। ପ୍ରବଳ ଥଣ୍ଡା ପାଇଁ ଭିଡ଼ କମିଛି। ଆଜ୍ଞା, ଏ ଯେଉଁ ଶୀତ କେମିତିଆ ହେଉଛି, ରାତିରେ କେମିତି ଶୀତ ହେଉଛି? ବହୁତ ଥଣ୍ଡା ଲାଗୁଛେ ଆଜ୍ଞା। ଆଗରୁ ଯେତେ ଥଣ୍ଡା ହେଉଥିଲା ଏଇଟା ଟିକେ ଥଣ୍ଡା ବଢ଼ିଯାଇଛି, ସେଥିର୍ଲାଗି ପାର୍କ ଟିକେ ଜନଗହଳି ଟିକେ କମିଛି। ଆଉ ଜଣେ ଅଛନ୍ତି, ତାଙ୍କୁ ପଚାରିବା। ଆଜ୍ଞା, ଏ ଯେଉଁ ଆପଣ ଯୋଗ ପ୍ରାଣାୟାମ କରୁଛନ୍ତି, ଶୀତ ଟିକେ କମୁଛି? ଶୀତ ଟିକେ କମି ଯାଉଛି ଆଜ୍ଞା। ଯେ ଆମେ ତ ଆଗରୁ 5ଟାରୁ ଆସୁଥିଲୁ, ଏବେ ବହୁତ ଶୀତ ହେଉଛି ବଲାଙ୍ଗୀରରେ ବୋଲିକିରି 5:30-6 ବଜେ ଆସୁଛୁ। ଆଉ ଟିକେ ଚଲାବୁଲା କରିଦେଲା ପରେ ଯୋଗ ଟିକେ କଲେ ନିଶ୍ଚୟ ଶୀତ ଟିକେ କମି ଯାଉଛି। ହାତ ଯଦି ଦେଖିବା, ଯଦି ଖୋଲା ହାତ ରଖି ହେଉନି, ଆମେ ଘରୁ ବାହାରିଲା ବେଳକୁ ଗ୍ଲୋଭ୍ସ ପିନ୍ଧିକି ଆସୁଛୁ। ଏଠି ତାପରେ ଗ୍ଲୋଭ୍ସ ଖୋଲି ଦେବାକୁ ପଡୁଛି। ଟିକେ ଯୋଗ ପ୍ରାଣାୟାମ କଲେ ନିଶ୍ଚିତ ଭାବରେ ଶୀତ ଟିକେ କମି ଯାଉଛି, ଥଣ୍ଡା ଟିକେ କମି ଯାଉଛି। ଶୁଣୁଥିଲେ ଘରୁ ବାହାରିଲେ ହାତରେ ଗ୍ଲୋଭ୍ ପିନ୍ଧିକି ବାହାରିବାକୁ ପଡୁଛି, ଶୀତ ବସ୍ତ୍ର ପିନ୍ଧିକି ଲୋକେ ବାହାରୁଛନ୍ତି ଏବଂ ଭିଡ଼ ମଧ୍ୟ କମି ଯାଉଛି। ଆପଣ ଦେଖିପାରୁଥିବେ ମହିଳାମାନେ ମଧ୍ୟ ଆସିଛନ୍ତି, ଯୋଗ ପ୍ରାଣାୟାମ କରୁଛନ୍ତି। ଆଲୋଚନା କରିବା। ଆଜ୍ଞା, ଏଇ ଯେଉଁ ଯୋଗ ପ୍ରାଣାୟାମ କରିବା ପରେ ଶୀତ ଟିକେ କମୁଛି, ଆଉ ପ୍ରତିଦିନ ଆସୁଥିବେ, ଆଜିକାର ଶୀତ କେମିତିଆ ରହୁଛି? ଶୀତ ତ ବଲାଙ୍ଗୀରରେ ବହୁତ ଅଧିକା ଅଛି। ଆମେ ଏଇଟା 2019 ମସିହାରୁ ମୁଁ ପ୍ରାକ୍ଟିସ୍ କରୁଛି। ଯୋଗ ଶରୀର ପାଇଁ ଏକ ଅନିବାର୍ଯ୍ୟ ଅଙ୍ଗ। ଯୋଗ ସାଧନ ଆମେ ଭାରତୀୟ ଯୋଗ ସଂସ୍ଥାନ ତରଫରୁ ସାରା ବିଶ୍ୱରେ ମୁକ୍ତ ଫ୍ରିରେ କରାଯାଉଛି ଯୋଗ ସଂସ୍ଥାନ। ଆଜ୍ଞା, ଯଦି ଗୋଟେ କଥା କହିବା, ତାହେଲେ ଯେଉଁ ଶୀତ ବଢ଼ୁଛି, ଅନେକ ଲୋକ ଥଣ୍ଡା ଜ୍ୱରରେ ମଧ୍ୟ ଆକ୍ରାନ୍ତ ହେଉଛନ୍ତି, ଏ ଯେଉଁ ଯୋଗ ପ୍ରାଣାୟାମ ଦ୍ୱାରା ରକ୍ଷା ପାଇପାରିବେ? ଯୋଗଟା ଶରୀର ପାଇଁ ବହୁତ ଉପକାରୀ। ଯୋଗ କଲେ ଶରୀର ସୁସ୍ଥ ରହିବ। ଆମ ପ୍ରାଚୀନ କାଳରେ ମୁନି ଋଷି ମାନେ ଶୀତ ଦିନ ହିଁ ଯୋଗ ପ୍ରାଣାୟାମ ଅଧିକା ସାଧନ କରନ୍ତି। ଯୋଗ ସାଧନ ପାଇଁ ଶୀତ ଦିନଟା ଉତ୍କୃଷ୍ଟ ସମୟ। ଶୁଣୁଥିଲେ ଯେଉଁ ଯୋଗ ପ୍ରାଣାୟାମ କରାଯାଉଛି ଏବଂ ଯଦି ବଲାଙ୍ଗୀରର କଥା କହିବା, ତାହେଲେ ଥଣ୍ଡା ଜ୍ୱରରେ ଲୋକେ ଆକ୍ରାନ୍ତ ହେଉଛନ୍ତି, ଥଣ୍ଡା ରୋଗୀଙ୍କ ସଂଖ୍ୟା ବଢ଼ୁଛି ଯେହେତୁ ଶୀତ ବଢ଼ିବା ସହିତ। ଆଉ ଜଣେ ମହିଳା ମଧ୍ୟ ଅଛନ୍ତି। ଆଜ୍ଞା, ଶୀତ କେମିତିଆ କ'ଣ ହେଉଛି? ଶୀତ ତ ବହୁତ ହେଉଛି, ଥଣ୍ଡା ହେଉଛି, କିନ୍ତୁ ଆମ ସ୍ୱାସ୍ଥ୍ୟ ପାଇଁ ଆମକୁ ଟିକେ ଟାଇମ୍ ଦେବାକୁ ପଡ଼ୁଛି। ଯାହା ଯେତେ ଥଣ୍ଡା ହେଲେ ବି ଆମେ ଆସିକି ନିଜ ଶରୀର ପାଇଁ ନିଜେ ଟାଇମ୍ ଦେଉଛୁ ଆଉ କରୁଛୁ। ଯାହା ଥଣ୍ଡାଟା ଆମକୁ ହେଉନି, ଆମର ସ୍ୱାସ୍ଥ୍ୟ ପାଇଁ ବୋଲିକି ଆମକୁ ଏତେ ଠିକ୍ ଲାଗୁଛି। ଥଣ୍ଡା ତ ବଢ଼ିଛି, ଟେମ୍ପରେଚର ତ ଅଧିକା ଅଛି,
ହେଲେ ଆମେ ଆମ ସ୍ୱାସ୍ଥ୍ୟ ପାଇଁ ବୋଲିକି ଦେଖୁଛୁ, ଥଣ୍ଡାକୁ ଆଉ ଦେଖୁନୁ, ଶୀତ ପୋଷାକ ପିନ୍ଧୁଛୁ ଆସୁଛୁ। ଆଉ ସିଏ ଗୋଟେ ଶୁଣୁଥିଲେ ଯେହେତୁ ସ୍ୱାସ୍ଥ୍ୟ ହିଁ ସମ୍ପଦ, ସେଥିପାଇଁ ସମସ୍ତେ ଆସୁଛନ୍ତି, କିନ୍ତୁ ଶୀତ ଯୋଗୁଁ ଜଗର୍ସ ପାର୍କରେ ଭିଡ଼ କମିଛି, ତାର ପ୍ରଭାବ ଦେଖିବାକୁ ମିଳୁଛି। ଯୋଉଠି ବଲାଙ୍ଗୀର ସହରରେ ଯଦି କହିବା ଗ୍ରୀଷ୍ମ ସମୟରେ ତାପମାତ୍ରା ହାଇ ରହିଥାଏ, ଆଜି ତାପମାତ୍ରା लो ହେଇଯାଇଛି। अच्छे टमाटर होंगे पार, दागदार हो गए बाहर, ज्यादा पकने वालों की हो गई हार। ताजा रसीले प्राइम का दावेदार प्राइम टमेटो केचप, फ्रेश एंड प्योर।